ମାତରମ ତରଫରୁ ଗୋଟେ ଭଲ ସାମାଜିକ ନାଟକ ପରିବେଷଣ ହେଇଥିଲା ଯେ ମଦ ଦିବସର ଆବଶ୍ୟକତା ଅଛି କି ନାହିଁ ସେ ବିଷୟରେ ମୋ ଜଣେ ଅଛନ୍ତି ବନ୍ଧୁ ସଞ୍ଜୟ ଭାଇ ଆମର ନିକ୍ ନେମ୍ ହେଲା ବାପି ଯିଏକି ଗୋପବନ୍ଧୁ ପାଇଁକି ଦିଲ୍ଲୀ ପଳେଇଥିଲେ ସାଇକେଲ ଚଲେଇ ଏବେ ତାଙ୍କୁ ପଚାରିବା ଯେ ମଦ ଦିବସ ଆବଶ୍ୟକତା ଅଛି ନା ମଦର କ'ଣ ପ୍ରଭାବ ପଡ଼ିବ ଆଜି ଯେଉଁ ନାଟକ ସଞ୍ଜୟ ବାବୁ ଆପଣଙ୍କୁ ସ୍ୱାଗତ କରୁଛି ଏକାମର ମିଡ଼ିଆକୁ ଯେ ସଞ୍ଜୟ ବାବୁ କ'ଣ କହିବେ ମୋର ବନ୍ଧୁ ଏଥିରେ କୌଣସି ଆବଶ୍ୟକତା ନାହିଁ ଯେ ମୋର ପାଖରେ ଆଜି ଯେଉଁ ନାଟକ ପରିବେଷଣ କଲେ ଏଇ ଯେଉଁ ନାଟକ ପରିବେଷଣରେ କ'ଣ ଲୋକମାନେ ସଚେତନ ହେବେ ମଦ ଲୋକ ଛାଡ଼ିବେ ନା ଛାଡ଼ିବେ ସରକାର ତ ଏପର୍ଯ୍ୟନ୍ତ ବନ୍ଦ କରିଦେବେ ଆମର ଯେଉଁ କର୍ତ୍ତବ୍ୟ ଅଛି ଲୋକଙ୍କ ଉପରେ ମୁଁ ଯେହେତୁ କି ଗୋପବନ୍ଧୁଙ୍କ ପାଇଁକା ଇଏ କରୁଛି ଗୋପବନ୍ଧୁଙ୍କ ମରଣୋତ୍ତର ଭାରତ ରତ୍ନ ଦାବି କରୁଛି ତାପରେ ଏଇ ଭାଇମାନଙ୍କ ସାଙ୍ଗରେ ରହିକି ଯେଉଁ ଆମେ ସଚେତନା କରୁଛୁ ସଚେତନା କାର୍ଯ୍ୟକ୍ରମ ହେଉଛି ଆମର ଲୋକଙ୍କୁ ବୁଝେଇବାଟା ହେଉଛି ଆମ କାମ ସରକାର ବନ୍ଦ କରିବେ ନ ବନ୍ଦ କରିବେ ସେଇଟା ତାଙ୍କ ଉପରେ କଥା ଆମେ ସେଇଟାକୁ କହିପାରିବୁ ନାହିଁ ଯଦି ଲୋକ ନିଜେ ଧୀରେ ଧୀରେ ବନ୍ଦ ହେଇଯିବେ ସରକାର ମନକୁ ବନ୍ଦ ହେଇଯିବେ ଲୋକଙ୍କୁ ଆମେ ସଚେତନା କରିବା କାର୍ଯ୍ୟକ୍ରମ ଯେ କି ଏଇସବୁ ଜିନିଷ କଲେ ଘରର ଅସୁବିଧା ହେଉଛି ପିଲା ଛୁଆ ଅଲଗା ହେଇଯାଉଛନ୍ତି ନିଜର କ୍ଷତି ବି ହେଉଛି ସେଥିପାଇଁ ଏଇଠୁ ଦୂରେଇକି ରୁହନ୍ତୁ ବୋଲି ଆମେ ଲୋକଙ୍କୁ ଗୋଟେ ମେସେଜ ଦେଉଛୁ ସେଇଟା ହେଉଛି ଲୋକଙ୍କ ଉପରେ କେତେ ପ୍ରଭାବ ପଡ଼ିବ ସେଇଟା ଲୋକ ହିଁ ନିଜେ ତାଙ୍କୁ ସେ ନିଜେ ହିଁ କରିବାକୁ ପଡ଼ିବ ଆମେ ସେଇଟାକୁ ଖାଲି ନାଟକ ମାଧ୍ୟମରେ ତାଙ୍କୁ ଆମେ ଜଣେଇ ପାରିବୁ କିନ୍ତୁ ଆମେ ଯାଇକି ତାଙ୍କୁ ମନା କରିପାରିବୁନି ଯେ ତୁମେ ଏଇ ଜିନିଷଟା କରନ୍ତୁ এই নাটক তো এইটা গোটে আমি লোক সচেতন করা হচ্ছে যে বি দেখব তাকে বি ভাল লাগিব তাকে বি গোটে বুঝিবার শক্তি আসব সেপাই এই নাটক প্রথম নাটক করা হয়েছে সেটা তো বহুত দিন বিতিগলা স্বপ্ন যা যে দেখতে একচুয়ালি যে স্বপ্ন দেখতে তাঁর স্বপ্ন পূরণ হব কি নহব আগলা লোক হি তাকে করা কথা কিন্তু করুনা সেটা লোক যদি চাইবে প্রত্যেক লোক যদি চাইবে প্রত্যেক ওড়িশাবাসী নাগরিক যদি চাইবে সে স্বপ্নটা পূরণ জীবন পাইকি মদକୁ না ବଢ଼ିଆ ସଚେତନ ନାଟକ ପରିବେଷଣ କରୁଥିଲେ ଶ୍ରୀଯୁକ୍ତ ପ୍ରହ୍ଲାଦ କୁମାର ନାୟକ ସେ ସବୁବେଳେ ତ ସଚେତନ ନାଟକ କରନ୍ତି ଏବଂ ସମାଜକୁ ମଧ୍ୟ ଦର୍ଶନ ଦିଅନ୍ତି ଆପଣ ଜାଣିଛନ୍ତି ଯେ ମଦକୁ ନେଇକି ସେ ଆଜି ଗୋଟେ ଭଲ ନାଟକ ପରିବେଷଣ କରିଥିଲେ ଯାହାକି ମୁଁ ଭାବୁଛି ମୋତେ ଯାହାଦ୍ୱାରା କିଛି ସମାଜ ଉପରେ ପ୍ରଭାବ ପ୍ରହ୍ଲାଦ କୁମାର ନାୟକ ଆପଣଙ୍କୁ ସ୍ୱାଗତ କରୁଛି ବନ୍ଦେ ମାତରମ୍ ସାମାଜିକ ସଂଗଠନ ଅଛି ସେଇ ମାଧ୍ୟମରେ ଆପଣ ସବୁବେଳେ ମୁଁ କହିଦିଏ ଯେ ବନ୍ଦେ ମାତରମ୍ କୌଣସି ସାମାଜିକ ସଂଗଠନ ନୁହଁ ମୋତେ ବନ୍ଦେ ମାତରମ୍ ନାଁରେ ଲୋକ ଜାଣନ୍ତି ସେଇ ଅନୁସାରେ ମୋର ଗୋଟେ ଗ୍ରୁପ୍ ଅଛି ମୁଁ ଯାହା ଯେତେବେଳେ ଚାହେଁ ସେୟା କରେ ସେମିତି କୌଣସି ରେଜିଷ୍ଟର ଅର୍ଗାନାଇଜେସନ୍ ନାହିଁ ମୋର କିଛି ଅର୍ଗାନାଇଜେସନ୍ ନାହିଁ ଯେ ମୋ କହିବା କଥା ଆଜିକୁ ଆପଣ ନାଟକ ପରିବେଷଣ କରୁଛନ୍ତି ଯେ ମଦ ଦିବସ କରିବାର ଆବଶ୍ୟକତା ଅଛି ନାହିଁ ଆଜି କ'ଣ ଆକ୍ଚୁଆଲି ଆମେ ଏକ ବ୍ୟଙ୍ଗାତ୍ମକ ଶୈଳୀରେ କରୁଥିଲୁ ଯେ କିଛି ମଦୁଆମାନେ ଏକାଠି ହେଉଛନ୍ତି କହୁଛନ୍ତି ମଦ ପାଇଁ ମଦ ଏତେ ବର୍ବାଦ କଲା ପରେ ବି ସରକାର ତ ମଦ ବନ୍ଦ କରୁନାହାନ୍ତି ସରକାର ମଦକୁ କାହିଁ କରୁଛନ୍ତି ତେବେ ଆମେ କାଲି ସରକାର ଉପରେ ଡିପେଣ୍ଡ କଲି ମଦ ଆମକୁ ବର୍ବାଦ କରୁନା ତ ଆମକୁ ସଚେତନ ହେବାକୁ ପଡ଼ିବ କିଛି ମଦୁଆ ବାହାରିଲେ ଚାଲ ଆମର ଗୋଟେ ମଦୁଆ ଦିବସ ହେଉ ଆମ ସମ୍ମାନ ପାଇଁ ଗୋଟେ ମଦୁଆ ଦିବସ ହେବା ଦରକାର ସେଥିପାଇଁ ବାହାରିଲେ ଟ୍ରାଇ କରିକି ଯେ ଧାରଣା ପ୍ରେସରେ ବସିବେ ସରକାର କହିବେ ଗୋଟେ ମଦୁଆ ଦିବସ ହେଉ ସେଥିପାଇଁ ବାହାରିଲେ ଏଇଟା ବ୍ୟଙ୍ଗାତ୍ମକ ସହିତ ଥିଲା ତାପରେ ଗୋଟେ ଚରିତ୍ର ଆସୁଛନ୍ତି ବୁଝାଉଛନ୍ତି ମଦଟା ଖରାପ ବୋଲିକି ସେମାନେ ବୁଝାଉଛନ୍ତି ହଁ ସେମାନେ ଯେଉଁ ମଦୁଆ ଆଣିଥିଲେ କ'ଣ ହଁ ମଦ ଆମେ ଛାଡ଼ିଦେବା ମଦ ଆମକୁ ବର୍ବାଦ କରୁଛି ସରକାର ତାଙ୍କ ଚଲାଉଛନ୍ତି ଚଳାନ୍ତୁ କିନ୍ତୁ ପରିବାର ଆମର ସରକାର କ'ଣ ବୁଝୁଛନ୍ତି ମଦ ଖାଇ ମରିଗଲେ ତେଣୁ ଆମକୁ ବୁଝିବାକୁ ପଡ଼ିବ ଆମ ଦାୟିତ୍ୱ ଆମକୁ ନେବାକୁ ପଡ଼ିବ ଆରେ ପରେ ଆମର ଏ କାର୍ଯ୍ୟକ୍ରମ ଥିଲା କେତେ ଲୋକ ସଚେତନ ହେବେ ବୋଲି ଆପଣ ଦେଖନ୍ତୁ କିଏ ସଚେତନ ହେବ ନ ହେବ କଥା କାରଣ ଆପଣ ରିପୋର୍ଟିଂ କରିବେ ମୋ କାମ ମୁଁ ସଚେତନତା କରିବି ଠିକ୍ କେତେ ହେଲା ନହେଲା ମତଲବ ନାହିଁ କିନ୍ତୁ ନିଶ୍ଚିତ ଆମେ କେହି ନା କେହି ହେଉଛନ୍ତି କାରଣ ଆପଣମାନେ ଜାଣିଛନ୍ତି ମୁଁ ଏକୁଟିଆ ସବୁବେଳେ କରୁଥିଲି ତାପରେ ଧୀରେ ଧୀରେ ମୋ ସହିତ ସାମିଲ ହେଇଥିଲେ କହିଲେ କିଏ କେତେବେଳେ କେଉଁ ସମୟରେ ଆସୁଛନ୍ତି ସୁବିଧା ହେଉଛି ଆସୁଛନ୍ତି ତ କିପରି ହେଉଛି ଆମେ ସେମାନେ ଆମର ଅଛନ୍ତି ନା ଆଉ ତ କେହି ନାହାନ୍ତି ପିଲା ଭଳିଆ ଆପଣ ଦେଖୁଥିଲେ ଯେ ବନ୍ଦେ ମାତରମ୍ର ଯିଏ ପ୍ରତିଷ୍ଠାତା ପ୍ରହ୍ଲାଦ ନାୟକ ଯିଏକି ମଦକୁ ନେଇକି ଗୋଟେ ଭଲ ବ୍ୟଙ୍ଗ ଇଏ କରୁଥିଲେ ନିହାତି କମରେ ସମାଜ ଉପରେ ନିହାତି କମରେ ଏହାର ପ୍ରଭାବ ପଡ଼ିବ କାହିଁକି ନା ଯେଉଁ ମଦ ଯୋଗୁଁ ବହୁତ ଲୋକଙ୍କର ଜୀବନ ହାନି ହେଉଛି ଏକରେ ପରିବାରର ବି ନଷ୍ଟ ହେଉଛି ଜୀବନ ହାନି ହେଉଛି
ସେଇ ଯୋଗୁଁ ସରକାର ଯଦି ମଦକୁ ବ୍ୟାନ୍ କରନ୍ତେ, ଯେମିତି ଆପଣ ଜାଣିଥିବେ ଯେ ଅନ୍ୟ ଅଞ୍ଚଳରେ ମଦକୁ ବ୍ୟାନ୍ କରାଯାଇଛି, କିନ୍ତୁ ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ମଦକୁ ବ୍ୟାନ୍ କରାଯାଇନି। ସେଇ ଯୋଗୁଁ ବନ୍ଦେ ମାତରମର ଯେଉଁ ଅଛି ସଂଗଠନ ତ ତାଙ୍କର ସମସ୍ତେ ଗୋଟେ ବହୁତ ମଜାଦାର ଗୋଟେ ନାଟକ ପରିବେଷଣ କରିଥିଲେ ଯେ ମଦକୁ ଯଦି ସରକାର ବନ୍ଦ କରନ୍ତି ତାହେଲେ ରାଜସ୍ୱ ନିହାତି ଭାବରେ ଅନ୍ୟ ବାଟରେ ଆସିବ, କିନ୍ତୁ ଏହାଦ୍ୱାରା ପରିବାର ବି ବଞ୍ଚିବ। ସରକାର ଚାହିଁଲେ ମଦ ବନ୍ଦ କରିପାରିବେ, ରାଜସ୍ୱ ପାଇଁ ଅନ୍ୟ ରାସ୍ତା ଅନେକ ପ୍ରକାର ରହିଛି। ଏକାବର ମନ ଭିତରୁ ସେଟା ଯିବ ନାହିଁ। ସେଥିପାଇଁ ମଦ ଛାଡ଼ିବା ପାଇଁ ଆମକୁ ଶପଥ ନେବା। ଆମେ ପ୍ରଥମେ ଛାଡ଼ିବା, ତାପରେ ଅନ୍ୟକୁ ଯାଇକି ଆମେ କହିବା। ବୁଝିଲେ ଆଜ୍ଞା, ଖାଇଲେ ନିଶା ଭୋଗିବ ଦଶା, ଖାଇଲେ ନିଶା ଭୋଗିବ ଦଶା, ତାପରେ ହେବା ଲୋକ ହସା, ଖାଇଲେ ନିଶା ଭୋଗିବା ଦଶା, ତାପରେ ହେବା ଲୋକ ହସା। ତେଣୁ ଭାଇମାନେ ଯେଉଁମାନେ ଆମ ଭଳିଆ ମଦ ପିଉଛନ୍ତି ବା ମଦୁଆ ଏକତା ଜିନ୍ଦାବାଦ କହୁଛନ୍ତି, ସେ କଥା ଭୁଲି ଯାଆନ୍ତୁ। ମଦକୁ ପୁରା ଜୀବନରୁ ବାହାର ପାଇବା କହୁଛି ଆସ୍କାପଟି ଜୀବନ ମାଟି ବାଲାଇଟିରେ ପିଟା ପିଟି, ଜୀବନ ମାଟି ବାଲାଇଟିରେ ପିଟା ପିଟି, ଟଙ୍କା ପନ୍ଦର ସବୁ ଅନ୍ଧାର, ଟଙ୍କା ପନ୍ଦର ସବୁ ଅନ୍ଧାର, ଭାସି ଯାଉ ପଛେ ଘର ସଂସାର, ଭାସି ଯାଉ ପଛେ ଘର ସଂସାର, ଟଙ୍କା ପନ୍ଦରରେ ବିଶ୍ୱ ଭ୍ରମଣ, ଟଙ୍କା ପ୍ରବଳରେ ବିଶ୍ୱ ଭ୍ରମଣ, ଗାଈ ବୁଲୁଥବ ଲକ୍ଷ୍ମୀ ପୁରାଣ, ଗାଈ ବୁଲୁଥିବ ଲକ୍ଷ୍ମୀ ପୁରାଣ, ଏଣେ ତେଣେ ପଡ଼ି ହବ ଲଙ୍ଗଳା, ଏଣେ ତେଣେ ପଡ଼ି ହବ ଲଛଳା, ଶୋଇବାକୁ ଖୋଜିବ ତମେ ପବିତ୍ର ନଳା, ଶୋଇବାକୁ ଖୋଜିବ ତମେ ପବିତ୍ର ନଳା, ଏଣେ ତେଣେ ତମ ପିଲା ଛୁଆ ହେବେ ଅନାଥ, ତମ ପିଲା ଛୁଆ ହେବେ ଅନାଥ। ଆଉ କହିଲୁ ଭାଇ ନାକ ଧରୁଛି ତାକୁ ସାହା ହେବେ ଏକା ଜଗନ୍ନାଥ। ତାକୁ ସାହେବ ଏକା ଏସବୁ ଜିନିଷକୁ ଛାଡ଼ନ୍ତୁ, ରାସ୍ତାକୁ ଆସିକି ଜଗନ୍ନାଥଙ୍କର ଅନୁପ୍ରେରଣାରେ ପଡ଼ି ସେମାନଙ୍କର କେମିତି କଲ୍ୟାଣ ହବ ଛୁଆମାନଙ୍କର ସେ ଚିନ୍ତା କରନ୍ତୁ। ଜୟ ଜଗନ୍ନାଥ। ଆଜିଠାରୁ ଆମେ ଆଉ ମଦ ପିଇବୁ ନାହିଁ। ହାତ ମିଶେଇକି କୁହ, ଶପଥରେ ଆଜିଠାରୁ ମଦ ପିଇବ ନାହିଁ, ମଦ ଦିବସ ପାଇଁ କେବେ ଅଳି କରିବୁ ନାହିଁ। ଆମେ ଟିକେ ଅପେକ୍ଷା କର, ସବୁ କହିବୁ। ମୁଁ କହୁଛି ଭାଇ 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 କଣ ସବୁ ଆରେ ଭାଇ, ଆମର ଯୋଉ ନୂତନ ପିଢ଼ି ମାନେ ଆସୁଛନ୍ତି ଭବିଷ୍ୟତ ବଂଶଧରଙ୍କ ପାଇଁ ଆମେ ଲଢ଼େଇ କରୁଛୁ, ଆମ ପିଲା ଛୁଆଙ୍କ ପାଇଁ। ପିଲା ଛୁଆ ପାଇଁ ଲଢ଼େଇ କରୁଛ? ଏବେ ଆମ ବାପା ଦାଦା ମାନେ ଏତେ ଭଲ ମଦୁଆ ଥିଲେ, ଆମ ପାଇଁ କ'ଣ କଲେ, ଆମ ପାଇଁ ସମ୍ମାନ ପାଇଁ ମଦୁଆ ଦିବସ କରିପାରିଲେନି ସରକାରଙ୍କ ଆଗରେ। ସେଥିପାଇଁ ଆମେ ଆଜି ନିଷ୍ପତ୍ତି ନେଇଛୁ। କହୁଛି ପିଇବ ପିଇବ ପ୍ରବଳ ପିଇବ, ପ୍ରବଳ ପିଇବ ଛାଡ଼ିବ ନାହିଁ। ଇଏ ମଲା ବେଳେ ସବୁ ଗଙ୍ଗା ଜଳ ଦେବେ, ମଦ ଦେବେ ନାହିଁ କେହି। ଗଧ ହେଇଯିବ, ମଦ ପିଇ ଆମେ ଭେଦ କହୁଛୁ। ମଦ ପିଇଲେ ଗଧ ହେଇଯିବ ଜାଣିଛ? ଆଜି ତମେ ପିଉଛ, କାଲି ତମ ପିଲାମାନେ ପିଇବେ, ସେମାନେ ରାସ୍ତାରେ ଭଲ ଲାଗିବ। ପିଲାମାନଙ୍କ ପାଇଁ ଆମେ ଲଢ଼େଇ କରୁଛୁ, ତାଙ୍କର ସମ୍ମାନ ପାଇଁ ସରକାର ଗୋଟେ ମଦୁଆ ଦିବସ ଏସବୁ ଜିନିଷ ପିଇଲେ ତମର ନିଜର ସ୍ୱାସ୍ଥ୍ୟ ଖରାପ ହବ। ଆମର ଅଛି କି ଯାହା ବି ଅଛି ତାକୁ ବଞ୍ଚେଇକି ରଖ, ତମ ପିଲାମାନଙ୍କର ଭବିଷ୍ୟତକୁ ଦେଖ। ସେମାନେ ଯଦି ଏଇଭଳିଆ ହେବେ ରାତିରେ କାଲିରେ ତମରି ନାଁ ଖରାପ ଆହୁରି ହେଇଯିବ। ବୁଝିପାରୁଛ ନା ନାଇଁ? ନାଁଟା ବି ଖରାପ ହେଇଯିବ। ତମକୁ କିଏ ଅନେଇବେ? ଆମକୁ ଏମିତି କିଏ ଅନଉଛି ତ ଛେପ ପକଉଛନ୍ତି ସମସ୍ତେ। ନାଇଁ, ସେଇଟାକୁ ପକଉଛନ୍ତି ଯଦି ଆମେ ତାକୁ ଚେଞ୍ଜ କରିବା ନା। ଆଉ ଆମେ ସେଇଟାକୁ ଯଦି ଧରିକି ରହିବା ତାହେଲେ କେମିତି ହବ? ଆଉ ଭାଇ ତା ମାନେ ତମେ କହୁଛ ମଦଟା ଖରାପ? ମଦଟା ପୁରା ଖରାପ। କାହିଁକି ବିକୁଛନ୍ତି? ସରକାର ଦଉଛନ୍ତି, ସରକାର ତାଙ୍କର ବିକୁଛନ୍ତି। ଆମେ ଯଦି ଦୋକାନକୁ କୋଉ ଜିନିଷ ବି ଯିବା କିଣିବାକୁ, ଆମେ ଯଦି କିଣିବାନି ଖାଲି ମନକୁ ସେ ବୁଝିଗଲି। କହିବା କଥା ଏଇଆ,
ଯେତେବେଳେ ଆମେ ମରୁଛୁ ସରକାର କ'ଣ ଆମ ପିଠିରେ ପଡ଼ୁଛୁ ପଡ଼ୁନାହାନ୍ତି। ତେଣୁ ସରକାର କଥା ଛାଡ଼, ଭାଇ ଯାହା କହୁଛନ୍ତି ଠିକ୍ କହୁଛନ୍ତି। ଆମର ଯେତେବେଳେ ସ୍ତ୍ରୀ ଦାଣ୍ଡ ହେଇଯିବ ସରକାର କ'ଣ ବୁଝିବେ? ନାଇଁ, ତ ଆମର କ୍ଷତି ହେଲା। ଖାଲି ବିଧବା ଭାତା ପାଇଗଲେ ତ ଚଳିଯିବ। ସେଥିପାଇଁ ମଦକୁ ଆମକୁ ବନ୍ଦ କରିବାକୁ ପଡ଼ିବ। ଏଇଆ ତ ଭାଇ। ଦେଖିକି ଆଜିଠାରୁ ଆମେ ଆଉ ମଦ ଖାଇବାନି ପିଇବାନି। ସେଥିପାଇଁ ତମେ ଶପଥ ନେବାକୁ ପଡ଼ିବ। ଶପଥ ଆଉ ମଦ ଛାଡ଼ିବ। ଆମେ କୁକୁର ସମାନ, ଆରେ ଆମେ କୁକୁର ସମାନ। ଇଏ ମଦୁଆ ଲୋକ ଆମେ କୁକୁର ସମାନ। ସେମିତି ହେଲେ ସମାଜରେ ଖରାପ ଭାଇ, ହେଇଯିବ। ଭାଇ, ସେମିତି ହେଲେ ଆମେ ନିଶା ହଉଛି ସବୁ ଚାଖଣା ଚାଖଣା ସାଙ୍ଗ ଆମେ ମଦୁଆ ଆମେ ହଉଛୁ ରାଜ୍ୟର ଅର୍ଥନୀତିର ମେରୁଦଣ୍ଡ, ଦେଶର ମଧ୍ୟ ମେରୁଦଣ୍ଡ। ସେ କୋଭିଡ-19 ହଉ କି ନ୍ୟାଚୁରାଲ କାଲାମାଇଟ୍ସ ହଉ, ସବୁ ସମୟରେ ମଦୁଆ ମାନେ ଆମେ ମାନେ ମୋ ଭାଇମାନେ ସ୍ତ୍ରୀର ଗହଣା ଚୋରି କରନ୍ତୁ, ଗାଡ଼ି ବିକନ୍ତୁ, ସବୁବେଳେ ସରକାରଙ୍କୁ ସହଯୋଗ କରିଛନ୍ତି। ସେଥିପାଇଁ ଅନେକ ସମୟରେ ଦେଶ ହଉ କି ରାଜ୍ୟ ହଉ ଅର୍ଥନୀତି ଅଭିବୃଦ୍ଧି ଘଟିଛି ଆମ ଯୋଗୁଁ। ଆମର ପତନ ଘଟୁ କିନ୍ତୁ ରାଜ୍ୟର ଅର୍ଥନୀତିର ଉନ୍ନତି ଘଟୁ। ଆମେ ବର୍ବାଦ ହେଇଯାଉ। ଆମ ରାଜ୍ୟ ରହିଛି କାହା ପାଇଁ? ଆମର ପାଇଁ। ଏଠି ଦେଖନ୍ତୁ ଭାଇମାନେ ବସୁଛନ୍ତି, ଭଉଣୀମାନେ ବସୁଛନ୍ତି, ବସୁଛନ୍ତି। ତାର ଦରମା ବଢିବ, ତାର ଚାକିରି ସ୍ଥାୟୀ ହବ, ତାର ପୁରା ପେମେଣ୍ଟ ମିଳିବ। କିନ୍ତୁ ଆମର ମଦୁଆ ମାନଙ୍କର ଏସବୁ କିଛି ନାହିଁ ଆଜ୍ଞା। ଆମକୁ ପଇସା ଦେବା ଦରକାର ନାହିଁ। ଆମର ଗୋଟେ ଆମର ପଇସା ଦରକାର ନାହିଁ। ଆମେ ସ୍ତ୍ରୀକୁ ବନ୍ଧା ପକେଇ ଦେଇବି ମଦ ପିଇବୁ, ପିଇବୁ। ସ୍ତ୍ରୀର ମଙ୍ଗଳସୂତ୍ରଟା ଆଣିଛୁ ଆଉ ଅଛି ଦେଖ ମୋର ବନ୍ଧୁକୁ ସ୍ତ୍ରୀର ମଙ୍ଗଳସୂତ୍ର ବି ବିକି ଦେଇଛି, ଝିଅର ଲକେଟ ଥିଲା ତାକୁ ବି ବିକି ଦେଇଛି। ଆମର ପଇସା ଦରକାର ନାହିଁ। କିନ୍ତୁ କିନ୍ତୁ ଆମର ଦରକାର ଟିକେ ସମ୍ମାନ। କଣ ଆରେ ରୋଗକୁ ସମ୍ମାନ ହଉଛି, ଏଡ୍ସ ଦିବସ ହଉଛି, ହେପାଟାଇଟିସ୍ ଡେ ହଉଛି, ଜଳ ଦିବସ ହଉଛି, ଏଇ ମାଟି ମା ଧରିତ୍ରୀ ଦିବସ ହଉଛି। ଆମ ପାଇଁ ମଦୁଆ ପାଇଁ କିଛି ଦିବସ ନାହିଁ। ଆମ ଶ୍ରମିକ ଦିବସ ପାଳନ ହଉଛି ଶ୍ରମିକ ମାନଙ୍କର ସମ୍ମାନ ପାଇଁ। କିନ୍ତୁ ଯିଏ ଦେଶର ମେରୁଦଣ୍ଡ, ଯାହା ପାଇଁ ଦେଶର ଅର୍ଥନୀତି ଅଛି, ଏବେ ମତେ ଗୋଟେ ଦେଲନି ନା, ସବୁ ଖାଇଦେଲ। ଯାହା ପାଇଁ ତାର ସମ୍ମାନ ସରକାର କରୁନାହାନ୍ତି। ସରକାର ଆମ ପ୍ରତି ଅବହେଳା କରିଛନ୍ତି ନା ନାହିଁ? ସେଥିପାଇଁ ମୁଁ କହୁଛି ଆଜି ସ୍ୱର ଉଠିବ। ଏଠି ଭାଇ ଧାରଣା ସ୍ଥାନରେ ଯାଇକି ଧାରଣା ଦେବା, ମରିଆ ପଡିବ ସେଇଠି ବସିବା। ସରକାରକୁ କହିବା ମଦୁଆ ଭଳିଆ କ'ଣ ହଉଛି? ମଦୁଆ ଭଳିଆ କ'ଣ ହଉଛି? ମଦୁଆ ବେଳା ନା ମଦୁଆ ବେଳା ନା ସାବଧାନ। ବିଶ୍ରାମ ଆମେ ଦାବି କରିବା କଣ ଯେ ଆମର ଗୋଟେ ଦିବସ ହଉ ମଦୁଆ ଦିବସ। ତେଣୁକରି ମୁଁ ସବୁ ଆଣିଛି। ମଦୁଆ ଏକତା ଜିନ୍ଦାବାଦ, ମଦୁଆ ଏକତା ଜିନ୍ଦାବାଦ। ଆମର ଦାବି ମଦୁଆ ଦିବସ। ମୁଁ ଆଗେ